ମୁଁ ତମମାନଙ୍କ ସହିତ ମିଶିନି ନା ତାଙ୍କ କଥା କହିବା ଭୁଲି ଯାଇଥିଲୁ। ଆଲେ ଅପା ତ ଭୁଲି ଯାଇଥିଲ ନା ନାଇଲୋ କହିବାକୁ ଚାହୁଁନଥିଲ। ମୋ ସହିତ କହୁଥିଲ ଭୁଲି ଯାଇଥିଲି। ଆଲେ ଅପା କେତେ ମିଛ କହିବ ମା। ନାଲୋ ଆଲେ ଆମେ ନା ତ ସବୁ କଥା ଜାଣି ସାରିଛୁ ହେଲା। କଣ ଜାଣିଛ ଯେ? ଆଲେ ଅପା ଜାଣି ଗलो ନା ତୁମର ଚାଲାନା ସବୁ ଜଣା ପଡୁଛେ ମାरे पारे আমাকে পারে সপারা জানি গলো না তোমার চালানা সব জনা পড়ছে মারে পারে গলানা আমাকে পারে সপারা কেতে প্রেমী তোরা তোরা যায় ঘরা কেতে প্রেমী তোরা তোরা যায় ঘরা জানি গল গোপা সে তো জনন্দিরা জানি গল গোপা সে তো জনন্দিরা हेलो ତମମାନେ ଗୋଟେ କଥା ଜାଣିଛ? କୋଉ କଥା ବାକି ରହିଛି ମା? ପ୍ରଥମେ ମୋ କଥା ଶୁଣ ତାପରେ ତମେ ଯାହା କହିବ ମୁଁ ନିଶ୍ଚୟ ଶୁଣିବି। ଠିକ ଅଛି ରୁଚି ମା। ଦେଖ ତମମାନେ ହଉଛି ମୋ ଛୋଟ ବେଳ ସାଙ୍ଗ ଆଉ ତମମାନଙ୍କ ସହିତ ନା ମୁଁ ଯିବି ମିଶିବି ମୋ ଖାଇବା ପିଇବା ଶୋଇବା ଏମିତିରେ ସବୁ ଭୁଲିଯାଅ ଆଉ ସେମିତିରେ ତାଙ୍କ କଥା କହିବା ଭୁଲି ଯାଇଥିଲୁ। ଆଲେ ଅପା କେତେ ମିଛ କହିବ ମା ଖାଲି ମିଛ ହିଁ କହି ଚାଲି ନାଲୋ ନା ସତ କହୁଛି ପ୍ରାଣ ଲୋ ସତରେ ଆଲେ ଅପା ଏତିକି କଥାରେ କି ରାଣ ଥାଏ। ତମମାନେ ତ ଏମିତିରେ ମୋ ସହିତ କଥା ହଉନ ଆଉ ତମମାନେ ଯଦି କଥା ହବନି ସତରେ ଆଲେ ଅପା ଆମେ ତ ସବୁ କଥା ଜାଣି ସାରିଥିଲୁ ହେଲେ ତୁମକୁ ନା ଆମେ ଥଟ୍ଟା କରିଥିଲୁ ମା। ତମମାନେ ଜାଣି ଜାଣି ଥଟ୍ଟା କରିଥିଲ? ତମମାନେ ବି ନା ବାବାରେ ଆଉ ତମମାନଙ୍କୁ ଜମାରୁ ପାରିବୁନି। ହେଲେ ଅପା ଥଟ୍ଟା କରିଲେ ନା ଆମେ ନା ତୁମକୁ ଆମକୁ ଭାରି ମଜା ଲାଗେ ମା। ସତରେ ହେଲା ହେଲା ତମ ଥଟ୍ଟା ମଜା ନା ସେତିକି ଥାଉ ଚାଲ ଆମେ ବି କାଠେଇ ଘରକୁ ଫେରି ଯିବା। ଠିକ ଅଛି ଚାଲ ଯିବା ଯିବା।
କୋଉଠି ସେ ପୁରୁଷ ଜଣେ ନା ଆମ ଗାଧେଇବାର ଲୁଚି ଲୁଚି ଦେଖୁଥିଲେ। ହିମା ହଁ କୋଉଠି ଲୋ? ସେଇପଟେ ମ ହଁ ତୁ କିଏ କିଲି ଜାଣିନି ଲୋ। ଜାଣିନ ନା ମାନେ ଆମେ ଗାଧେଇବା ସବୁ ଦେଖି ଯାଇଥାନ୍ତି। ହଁ ଲୋ ଆମ ଇଜ୍ଜତ ନା ସବୁ ମାଟିରେ ମିଶିଗଲା। ଇ ଇମା ହଲେ ଅପା ଇ ବୋଇଲା ହାଲୋ ଏବେ କଣ କରିବା? ଏ ଅପା ହଁ ଆମେ ଏବେ କଣ କରିବା? ଇ ରୁହ ମୁଁ ତାଙ୍କୁ ଏଠି ଡାକି ଭଲରେ ପାଣି ଦେବା ତେବେ ଯେ ତାଙ୍କୁ ଏଠି ହ୍ୟାଲୋ ଛାଡ଼ିବା। ହଁ ହଲେ ଅପା ହଁ ମୋ ଦେହରେ ତ କିଛି ବି ନଥିଲା ଲୋ। ଇଏ ତ ଅଲାଜକୁଣ ସବୁବେଳେ ଏମିତି ଗାଧେ ହଁ ୟାକୁ ଜମାରୁ ପାରି ହେବନି। ହେଲେ ଅପା ହଁ ଆମେ ଡେରି କରିବା ନାହିଁ ତାକି ନିଅ ହେଲା। ତେବେ ଠିକ ଅଛି ତମାନେ ଶୀଘ୍ର ଶୀଘ୍ର ବସ୍ତ୍ର ପିନ୍ଧି ନିଅ ହେଲା। ଠିକ ଅଛି ଲୋ। ଏ ସେଠି କିଏ ଅଛ? ଏଠିକି ଆସ। କଣ ହେଲା ଯୁବତୀ? କଣ ହେଲା ଯୁବତୀ? ଆରେ ତମକୁ ଦେଖିଲେ ତ ଗୋଟେ ରାଜକୁମାର ପରି ଦେଖା ଯାଉଛ। ହଁ ଆଉ ଏଠି ପରେ ଝିଅ ପିଲାମାନେ ଗାଧୋଇବା ସ୍ଥାନ ଏଠି କଣ ପାଇଁ ଆସିଛ? ମୁଁ ଜାଣିନଥିଲି ଯୁବତୀ ଏଠି ନାରୀମାନେ ସ୍ନାନ କରନ୍ତି ବୋଲି। ମୋତେ ଅତ୍ୟନ୍ତ ଶୋଷ ହେଲା ତେଣୁ ମୁଁ ଚାଲି ଆସିଲି ଏଇ ଝରଣା କୂଳକୁ ଆଉ ତତ୍କ୍ଷଣ ଜଳପାନ କରିନେଲି। ଜାଣିନଥିଲ? ହଁ ତମର ନା ସବୁବେଳେ ମିଛ କୁହ। ଜାଣି ଜାଣି ଚାଲି ଆସ ଆଉ ଜାଣିନଥିଲି। ମୋତେ ବିଶ୍ୱାସ କର ଯୁବତୀ ପ୍ରଥମ ଦେଖାରେ ତ ମୋତେ ଏମିତି କୁହନି। ମୋତେ ବିଶ୍ୱାସ କର ମୁଁ ଯଦି ଆଉ ଅଳ୍ପ ସମୟ ମଧ୍ୟରେ ଜଳପାନ ନ କରିଥାନ୍ତି ନିଶ୍ଚୟ ମୋର ମୃତ୍ୟୁ ହୋଇଯାଇଥାନ୍ତା। ତେଣୁ ମୁଁ ଆସି ସେଇ ଝରଣା ପାଖରେ ଜଳପାନ କଲି। ଯଦି ମୋର ଭୁଲ ହେଇଥାଏ ତାହେଲେ ମୋତେ କ୍ଷମା କରିଦେବ ଯୁବତୀ। ତମେ ସତ କହୁଛ? ହଁ ହଁ ତେବେ ଠିକ ଅଛି। ଇ ବୋଇଲା ହ୍ୟାଲୋ ସେ ବୀର ନା କିଛି ଦେଖି ନାହିଁ ବୋଲି କହୁଛନ୍ତି ଲୋ। ଆଲେ ଅପା ହଁ ସେ ମିଛ କହୁଥିବେ। ଏ ଯଦି ତମେ ଏମିତି ଦେଖି ଯାଇଛନ୍ତି ଆମେ ଆଉ କଣ କରିପାରିବା? ତା ବି ସତ କହୁଛ। ହଁ ଛାଡ ସବୁ କଥା ଏବେ କଣ କରିବା? ଆଲେ ଅପା ହଁ ଆମ ରାଜ୍ୟରେ ନା ଆମେ ସେ ବୀରକୁ ପ୍ରଥମ ଥର ଦେଖୁଛୁ। ହଁ ତାଙ୍କ ପରିଚୟ ପ୍ରଥମେ ମାଗିନା ଆମ ତାଙ୍କ ପରିଚୟ ହଁ ହ୍ୟାଲୋ ତମେ ସତ କହୁଛ? ହଁ ତାଙ୍କ ପରିଚୟ ବୁଝି ନେବା ଉଚିତ। ହାଲୋ ଏ ବୀର ହଁ ଯୁବତୀ ଦେଖ ଆଗରୁ ତ ଆପଣଙ୍କୁ ଏଠି ଦେଖିନଥିଲୁ। ଆପଣଙ୍କ ପରିଚୟ ଦେଇପାରିବ? ପରିଚୟ ହଁ ପ୍ରଥମେ ଆପଣଙ୍କ ପରିଚୟ ମୋତେ ପ୍ରଦାନ କରନ୍ତୁ। ନିଶ୍ଚୟ ମୋର ପରିଚୟ ମୁଁ ଆପଣଙ୍କୁ ଦେବି। ମୋ ପରିଚୟ ହଁ ହଁ ତେବେ ଶୁଣ। ତେବେ କୁହନ୍ତୁ। ହେ ବୀର ଆମ ରାଜ୍ୟ ହେଉଛି ମଣିପୁର। ଆଚ୍ଛା ଆଉ ମୋ ପିତାଙ୍କ ନାମ ବିକ୍ରମ ସେନ। ହଁ ହଁ ଆଉ ମୋ ମାତାଙ୍କ ନାମ ଅଛି ସୁକାନ୍ତି। ହଁ ଆଉ ମୋ ନାମ ଅଛି ତୁଳସୀ। ତାଙ୍କ ନାମ ସଞ୍ଜୁ ମଞ୍ଜୁ ପ୍ରିୟା ଆଉ ସ୍ୱୀକୃତି। ତାହେଲେ ତମ ନାମ ହଉଛି ତୁଳସୀ। ହଁ ତମ ରାଜ୍ୟ ହଉଛି ମଣିପୁର। ପିତାଙ୍କ ନାମ ବିକ୍ରମ କେଶରୀ ଆଉ ମାତା ହେଉଛନ୍ତି ସୁକାନ୍ତି। ହେଲେ ଯୁବତୀ ତମେ ନାଁଟା ପାଇଛ ଯେମିତି ସୁନ୍ଦର ତୁଳସୀ ତମେ ଦେଖିବାକୁ ମଧ୍ୟ ଠିକ ସେମିତି ଗୋଟେ ଚାଉଳରେ ଗଢ଼ା ହେଲ। ହେଲେ ଆପଣଙ୍କ ପରିଚୟ? ମୋ ପରିଚୟ ତେବେ ଶ୍ରବଣ କର ମୋର ପରିଚୟ ଯେମିତି ମୁଁ ପୁନର୍ବାର କହିବାକୁ ନ ପଡେ। ହଁ ମନ ଦେଇ ଶୁଣ ପରିଚୟ ମୋର ସୂର୍ଯ୍ୟ ପ୍ରତାପ ରାଜାଙ୍କ ସୁକୁମାର ମଲୟ ବୀର ନାମମୋହରା।
କନରେ ଆସିଲି ଲୋ ତୁମ ପାଖରେ ଆସିଥିଲି ଏହି କାନନେ ବଡ଼ ବ୍ରତ ଅନୁସନ୍ଧାନେ ଶୁଣି ନାଲି କଣ୍ଠ କନରେ ଆସିଲି ଲୋ ତୁମ ପାଖରେ ତୁମକୁ ପାଇନ ଆନନ୍ଦ ମନ ତୁମକୁ ପାଇନ ଆନନ୍ଦ ମନ ଗୀତରେ ଅସ୍ବିନ କରି ରଚନା ଗୀତରେ ଅସ୍ବିନ କରି ରଚନା ଶୁଣିଲ ତ ଯୁବତୀ ପରିଚୟ ମୋହର ହଁ ହଁ ତାହେଲେ ତମ ନାମ ଅଛି ମଲୟ ହଁ ବହୁତ ସୁନ୍ଦର ନା ତ ତମେ ସତ କହୁଛ ତମ ନାମ ଯେମିତି ଠିକ ଦେଖିବାକୁ ବି ତମେ ସେମିତି ତମେ ସତ କହୁଛ ନା ହଁ ହେଲେ ଧୀର ହଁ ଆପଣଙ୍କ ପରିଚୟ ତ ଆମେ ପାଇଛୁ ହଁ ଆମ ପରିଚୟ ମଧ୍ୟ ଆପଣ ପାଇଲେ ଆମେ ବି ଆସୁଛୁ କାହିଁ ଏତେ ଶୀଘ୍ର ଚାଲିଯିବେ କ'ଣ ପାଇଁ ଯେ କଣ ହେଲା କି ମୁଁ କିଛି କହିବାର ଥିଲା ଲୋ ନା ନା ମୁଁ କିଛି ଜାଣିବାନି ଆମେ ଆସୁଛୁ ରହିଯାଅ ତୁଳସୀ ଆଜି ଯଦି କହିପାରିବିନି ହୁଏତ ଆଉ ଜୀବନରେ କେବେ ମଧ୍ୟ କହିପାରିବିନି କାରଣ ତମ ସହିତ ତ ବାରମ୍ବାର ମୋର ଦେଖା ହବନି ନା ହଉ ଠିକ ଅଛି ଯାହା କହିପାରୁଛି ଶୀଘ୍ର ଶୀଘ୍ର କୁହ କହିବି ହେଲେ ଶୁଣିବା ପୂର୍ବରୁ ମୋର ଛୋଟ ଅନୁରୋଧଟି ରକ୍ଷା କରିପାରିବ କଣ ତମ ଏ ଚାରି ଭଉଣୀକୁ କୁହ ସେଇ ପାଖରେ ଥିବା ବର ଗଛ ମୂଳରେ କିଛି ସମୟ ଏମାନେ ଅପେକ୍ଷା କରିବି କାହିଁକି ନା ମୁଁ ଯାହା ବି କହିବି ତୁମକୁ ଏକୁଟିଆ କହିବାକୁ ଚାହିଁଲ କରିପାରିବ ନା ଏବେ ଠିକ ଅଛି ହଉ ଆଲୋ ଇ ପଇଲ ଆଲୋ ତମାନେ ଗୋଟେ କଥା ଜାଣିଛ କୋଉ କଥା ମା ପ୍ରଥମେ ଦେଖ ଶିବିର ଆମ କଥା ଶୁଣିଛନ୍ତି ନାଇଁ ଆଲେ ଅପା ହଁ ସେ ବିନା ସେପଟରେ ବସି ପଡ଼ିଛନ୍ତି ସତରେ ହଁ ଜାଣିଛ ଶିବିର ନା ଯେମିତି ଝିଅ ପିଲାମାନେ ଲାଜି ଯାଆନ୍ତି ସେମିତି ଲାଜି ଯାଉଛନ୍ତି ଲୋ ସତରିଛି ମା ହାଲୋ ଆଉ ଜାଣିଛ ସେ ତମାନଙ୍କୁ ନା ସେ ଗଛ ମୂଳରେ ରହିବା ପାଇଁ କହୁଛନ୍ତି ଆଉ ସତରେ? ମତେ ଏ କାନ୍ଧରେ ରହିବା ପାଇଁ ଏଠି କହୁଛନ୍ତି ଏ ମା ଏଇଟା କୋଉ କଥା ମା ଆମେ ସେ ଗଛ ମୂଳରେ ରହିବୁ ସେମିତି କହୁଛନ୍ତି ହେଲେ ସେ କଣ କହିବେ ମୁଁ ଜାଣିନି ଲୋ ସେ କ'ଣ କହିବାକୁ ଚାହୁଁଛନ୍ତି ମୁଁ ଜାଣିଛି ହେଲେ ଅପା ହଁ ଏବେ କ'ଣ କରିବା ଆମେ ଚାଲ ଆମେ ପଲେ ଯିବା ନା ଲୋ ସେ କ'ଣ କହିବାକୁ ଚାହୁଁଛନ୍ତି ସେ କଥା ତ ଜାଣିବା ଦରକାର ନା ହେଲେ ମତେ ଡର ମାଡୁଛି ଆରେ ଏଛି ମା ହଁ କାହିଁକି ଡରୁଛ ମ ତମେ ଆମେ ଚାରି ଭଉଣୀ ନା ତମ ସହିତ ଅଛୁ ତମକୁ ନା ଜମାରୁ ବି ଡରିବାର ଦରକାର ନାହିଁ ଏ ବୋଲ ହଁ କାହିଁକି ନା ଏପର୍ଯ୍ୟନ୍ତ ଏମିତି ପୁରୁଷଙ୍କ ସାମ୍ନା କରିନି ସେଥିପାଇଁ ମତେ ଡର ମାଡୁଛି ଲୋ ହେଜି ମା ହେଲେ ତମେ ଜାଣିଛ ନା ଗୋଟେ କଥା କଣ ହେଜି ମା ହଁ ଆଜିକାଲିର ପୁଅମାନେ ନା ଜମାରୁ ବି ଭଲ ନୁହନ୍ତି ମା ତମେ ନା ତା ସହିତ ଦେଖି ଚାହିଁକି କଥା ହେବାକୁ ପଡ଼ିବ ସତରେ ହଁ ତେବେ ଠିକ ଅଛି ତମାନେ କୁଆଡେ ଯିବନି ମୁଁ ଏଠି ଏକୁଟିଆ ରହିଛି ଠିକ ଅଛି ଲୁଚି ମା ହେଲେ ଅପା ହଁ ସେ ବୀର କ'ଣ କହିବେ ସବୁ କଥା ଆମକୁ କହିନେବ ହଁ ନହେଲେ ସେ ଚନ୍ଦନ କଥା ଲୁଚିକି ରଖିଲା ପରେ ଆମକୁ ଲୁଚିକି ରଖିଥିବ ନା ଲୋ ସେ ଯାହା କହିବି ନା ମୁଁ ତମାନେ ଗୋଟି ଗୋଟିକି ସବୁ କହିବି ଜମାରୁ ଲୁଚିବିନି ଯଦି ନ କହିଲେ ନା ଆଉ କଥା ହେବୁନି ହେଲା ହଉ ହେଲା ବାବା ଆଗରେ ଥଟ୍ଟା କରିଥିଲୁ ଏବେ ସତରେ ହିଁ କଥା ହେବୁନି ଏ ଅପା ହଁ ତାହେଲେ ଆମେ ସେ ଗଛ ତଳରେ ବସିଛୁ ତମର ଯଦି କିଛି ହେଇଯାଏ ତାହେଲେ ଆମକୁ ଡାକି ନେବ ଲୋ ହଁ ତାହେଲେ ଆମେ ଆସିଛୁ ଲୋ ଅପା ହଁ